ଉଦଳା ଏନ୍ଏସ୍ରେ 2023-24 ବର୍ତ୍ତମାନ ସୁଦ୍ଧା ସେଇଟା ଟେଣ୍ଡର ଫିକ୍ସିଂ ଅନିୟମିତତା ଚାଲିଛି। ସେଇଟା ବିଭିନ୍ନ କାର୍ଯ୍ୟ ଥିବା ସତ୍ତ୍ୱେ ତାକୁ ପୁନର୍ବାର ଟେଣ୍ଡର କରି ଅର୍ଥ ହରିପାର କରୁଛନ୍ତି ଏବଂ ସର୍ଟ ଟେଣ୍ଡର ନାଁରେ ଅର୍ଥ ହରିପାର କରୁଛନ୍ତି। 1 ଲକ୍ଷରୁ 2 ଲକ୍ଷ ସର୍ଟ ଟେଣ୍ଡର କରିକି ତାକୁ ଅର୍ଥ ହରିପାର କରୁଛନ୍ତି। এই ঘটনা সম্পর্কে আমি রাজ্য সরকার বিভাগ ভিজিলেন্স জনাইছু। যদি তদন্ত নহব তাহলে আমি হাইকোর্টକୁ ଯିବୁ। ଆମେ ମାଗିଥିଲୁ 23-24, 25-26, 24-25 এই ତିନିଟା ଆର୍ଥିକ ବର୍ଷରେ ଦୁର୍ନୀତି ହେଇଛି। ଗୋଟେ ବାଉଣ୍ଡରୀ ୱାଲ୍ ହେଇଛି 10 ନମ୍ବର ୱାର୍ଡରେ, ଯୋଉଟାକି ବାଉଣ୍ଡରୀ ୱାଲ୍ ଥିଲା ସେଇଟା ବାଉଣ୍ଡରୀ ୱାଲ୍ କରିଛନ୍ତି ହେଲା 15,62,480 ଟଙ୍କା। ସେପରେ ଏନ୍ଏସିରେ ଗୋଟେ ଫେଭର ରାସ୍ତା ଥିଲା ହରିହରନଗରରେ, ସେଇଠି ପୁଣି ଆଉଥରେ ଫେଭର ରାସ୍ତା କରିଛନ୍ତି ଟେଣ୍ଡର କରି। ଗୋଟେ ଜଜଙ୍କିଆ ବନ୍ଧ ଅଛି ଯୋଉଟାକି 15 ଲକ୍ଷ ଟଙ୍କା ଆତ୍ମସାତ ହେଇଛି, ଦଳ ସଫା ହେଇନି କି ପୁନରୁଦ୍ଧାର ହେଇନି। ଏବଂ ଜାନୁଆରୀ 1, 2025 ଟୁ ଜୁଲାଇ 2025 ଭିତରେ 35ଟା ସର୍ଟ ଟେଣ୍ଡର କରିଛନ୍ତି, ଯୋଉଟାକି 1 ଲକ୍ଷରୁ 2 ଲକ୍ଷ। ତାର ଅର୍ଦ୍ଧାଧିକ ଫଲ୍ସ ବିଲ୍ ହେଇଛି ଆଉ ଅଧା ନିମ୍ନମାନର କାମ ହେଇଛି। 10%, 20% କାମ ହେଇ ବିଲ୍ କରାଯାଇଛି। এই 3 ବର୍ଷରେ ଆନୁମାନିକ ଆମେ ଆଶା କରୁଛୁ 5 କୋଟି ଉର୍ଦ୍ଧ୍ୱ ଟଙ୍କା ଦୁର୍ନୀତି। ଏକ୍ଜିକ୍ୟୁଟିଭ ଅଫିସର ଅଛନ୍ତି, ପ୍ରତ୍ୟକ୍ଷ ଦୁର୍ନୀତିରେ ଆକାଉଣ୍ଟାଣ୍ଟ ଅଛନ୍ତି ଏବଂ ନଗରପାଳ ଅଛନ୍ତି, ଯନ୍ତ୍ରୀ ଅଛନ୍ତି। এই 4 ଜଣଙ୍କର ପ୍ରତ୍ୟକ୍ଷ ଭାବେ ଦୁର୍ନୀତିରେ ଏମାନେ ସମ୍ପୃକ୍ତ ଅଛନ୍ତି। ଆମେ ଆର୍ଟିଆଇ ତଥ୍ୟ 14 ଆର୍ଟିଆଇ ତଥ୍ୟ ମାଗିଥିଲୁ। 14 ଆର୍ଟିଆଇ ତଥ୍ୟରୁ ଆମକୁ 9ଟା ମିଳିଲା। ଦେଖନ୍ତୁ ଆଜି ମୁଁ ରିପୋର୍ଟ ସହିତ ଆଜି ମୁଁ ଦେଇଦେଲି ଆଉ ରିପୋର୍ଟ ଯୋଉଟା ଯୋଉଟା ମୋ ପ୍ରତି ଅଭିଯୋଗ ହେଇଥିଲା ଆଉ କୋଦଳା ପାଇଁ କୋଦଳା ବଦନାମ କରୁଥିଲେ ଅଧ୍ୟକ୍ଷ ହିସାବରେ ମୁଖ୍ୟ ମୋ ହିସାବରେ ସେ ହିସାବରେ ଆଜି ଉତ୍ତର ଦେଲି। ଆଉ ସେମାନେ ମନ୍ଦ ଉଦ୍ଦେଶ୍ୟ ଦେଇକି ଅଲ୍ ଇଣ୍ଡିଆ ଫାଉଣ୍ଡେସନ ବ୍ଲକ ମୋ ନାଁରେ ପ୍ରେସ୍ କନଫରେନ୍ସ କରିଥିଲେ ପୂର୍ବେ 2-3 ଦିନ ତଳେ ବ୍ରହ୍ମପୁରରେ। ଆଉ ସେ ସମ୍ପୂର୍ଣ୍ଣ ଯେତିକି କହିଥିଲେ, ଯେତିକି ମୁଁ ଡିଟେଲ୍ସ ଡାଟା କାଢ଼ିଲି, ଯେତିକି ଦେଇଛନ୍ତି କହିଥିଲେ ସବୁଯା ଡିଟେଲ୍ସ ମୋ ହାତରେ ଅଛି। ଆଉ ସମ୍ପୂର୍ଣ୍ଣ ମିଥ୍ୟା କଥା। ଆଉ କୋଦଳାକୁ ବଦନାମ କରିବା ପାଇଁ ସେମାନେ ପ୍ରୟାସ ଜାରି ରଖିଛନ୍ତି 2.5-3 ମାସ ହେଲା। ମାତ୍ର ତାଙ୍କର ମନ୍ଦ ଉଦ୍ଦେଶ୍ୟ ସୁଫଳ ହେଉନି। ଆମେ କୁଆଡ଼େ ତାଙ୍କର ଉଦ୍ଦେଶ୍ୟ କ'ଣ, ଆମେ ତାଙ୍କ ପାଖକୁ ଯିବୁ ଆଉ ତାଙ୍କ ସହିତ ଇଏ କରିବୁ। ଆମେ ପୂର୍ବରୁ ତ ସିଏ ବହୁତ ଅଞ୍ଚଳରେ ଏମିତି କରିଛନ୍ତି ଆଉ ସେପଟେ ତାଙ୍କର ସୁବିଧା ପାଇଲା ପରେ ଧୀରେ ରହିଯାଇଛନ୍ତି, ତାଙ୍କ ବିରୋଧରେ କରିନାହାନ୍ତି। ଆମ ମାତ୍ର ସେ ପର୍ଯ୍ୟନ୍ତ ସୁବିଧା ପାଇନାହାନ୍ତି ଆଉ ଆମେ ବି ସୁବିଧା କରିବା ପାଇଁ ଚାହୁଁନୁ। ଯଦି ବଦନାମ କରିବାକୁ ଚାହୁଁଛ ତେବେ ତାର ଆକ୍ସନ ମଧ୍ୟ ଆଗକୁ ମିଳିବ, ତ ଆପଣମାନଙ୍କୁ ମାନବୀୟ ମକଦ୍ଦମା ମୁଁ କରିବି। ହଁ ପରା ସେ ଜିନିଷ ମୁଁ କହିଲି ଆର୍ଟିଆଇ ମାଗିବା ବି ଦରକାର ନାହିଁ। ମୋ ପାଖକୁ ଯୋଉଟା ଡାଉଟ୍ ଅଛି ଆସ ହେରି ମୋ ପାଖକୁ, ମୁଁ ଫାଇଲ ଦେଇଦି ଫାଇଲ ସହିତ ଏତିକି ଟଙ୍କା ଆମର ବିଲ୍ ହେଇଛି, ଏତେ ଟଙ୍କା ଇଏ କରୁଛୁ। ତୁଚ୍ଛାରେ ଅଭ୍ରତ୍ୟ କଥା ଗୁଡ଼ା କହିକି ଯୋଉ ଜାଗାରେ 6,62,000 ଖର୍ଚ୍ଚ ହେଇଛି 15 ଲକ୍ଷ ଖର୍ଚ୍ଚ କରି ଖାଇଦେଇଛି ଚେୟାରମ୍ୟାନ୍, ଖାଇଦେଇଛନ୍ତି ଚେୟାରମ୍ୟାନ୍ ଆଉ ଏକ୍ଜିକ୍ୟୁଟିଭ ଅଫିସର, ଆକାଉଣ୍ଟାଣ୍ଟ, କାଉନସିଲ ଏ ସବୁ କରିକି ଏମାନେ କରିଛନ୍ତି। ନା 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 ମୁଁ ଯାହା କାଢ଼ିଲି ଖବର ଏ ପଛପଟେ ରିଙ୍ଗ ମାଷ୍ଟର ଅଛନ୍ତି, କାରଣ ତାଙ୍କର କାର୍ଯ୍ୟ ସୁଫଳ ହେଉନି। କୋଦଳାବାସୀ ଖୁସି ଅଛନ୍ତି ଆଉ କୋଦଳା ଡେଭଲପମେଣ୍ଟରେ କେବେ ହେଇନଥିଲା, ଏବେ ଯୋଉ ହେଉଛି ବର୍ଷେ 8 ମାସ ଭିତରେ ସେ ଡେଭଲପମେଣ୍ଟକୁ ବାଧା କରିବା ପାଇଁ ସେମାନେ ପ୍ରୟାସ କରିଛନ୍ତି। ମାତ୍ର ମୁଁ ସୂର୍ଯ୍ୟନାରାୟଣ ନାୟକ କହୁଛି ତାଙ୍କର ଇଏରେ ମୁଁ ଡରିବାର ନାହିଁ। ଡେଭଲପମେଣ୍ଟ ଜାରି ରହିବ, ଏବେ ବି କାମ ଚାରିଆଡ଼େ ଚାଲିଛି। ଠିକ୍ ଅଛି, ମୁଁ କହିଛି, ମୁଁ ଆହ୍ୱାନ ଦେଉଛି, ଆସ ବସିବା, ଯୋଉଟା ଯୋଉଟା କହିଛ ମୁଁ ତାକୁ ଆନ୍ସର ଦେବି। ମୁଁ ବି ପୂର୍ବେ ଷ୍ଟେଟ୍ କୋର୍ଡିନେଟର ନ୍ୟୁଜ୍ ଓଡ଼ିଆରେ ଷ୍ଟେଟ୍ କୋର୍ଡିନେଟର, ମୁଁ ବି ସାମ୍ବାଦିକ ଥିଲି। ତାପରେ ମୁଁ ଆସିଲି ଚେୟାରମ୍ୟାନ୍ ଇଏକୁ। ମୁଁ ଯଦି ଜନପ୍ରତିନିଧି ଜନତାଙ୍କ ଯୋଉଟା ଯୋଉଟା ଅସୁବିଧା ହେଉଛି ଯଦି ମୁଁ କରିଲି, ଯେ ସେମାନେ କହୁଛନ୍ତି ଖାଇଦେଲେ କି କ'ଣ କଲେ ବିନା ତଥ୍ୟରେ, କିଛି ଅସୁବିଧା ନାହିଁ। ମୁଁ ରେଡ଼ି ଏଥିରେ ପ୍ରସ୍ତୁତ ଅଛି।